ଜଗନ୍ନାଥ ଦର୍ଶକ ବନ୍ଧୁ ଦେଖନ୍ତୁ ଆମର ଯେଉଁ ସୁଭଦ୍ରା ଯୋଜନାର 1 ଟଙ୍କା ମେସେଜ ପ୍ରାୟ ମା ଭଉଣୀମାନଙ୍କୁ ଆସିଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ 4,999 ଟଙ୍କା ଆଉ ଆସିନାହିଁ। ସେମାନେ ଭାବନ୍ତି ମୋତେ ତ ଟଙ୍କାଟା ତ ମେସେଜ ଆସିଗଲା, ମୋ ଆକାଉଣ୍ଟ ପଇସା ଆସିଯିବା କଥା, କାହିଁକି ଆଜି ପର୍ଯ୍ୟନ୍ତ ଆସିନି। 17 ତାରିଖରୁ ହେଇଗଲା, ଆଜି 20 ତାରିଖ ହେଇଗଲା, କ'ଣ ପାଇଁ ମିଳିନି। ଦେଖନ୍ତୁ ଏଥିରେ କୌଣସି ପ୍ରକାର ବ୍ୟସ୍ତ ନାହିଁ। ଏଥିରେ କ'ଣ ହେଇଛି ନା ଆପଣଙ୍କ ଡାଟା ମିସମ୍ୟାଚ୍ ହେଇଛି। ମିସମ୍ୟାଚ୍ ମତଲବ ଆପଣଙ୍କର ଆଧାର କାର୍ଡ଼ ଗୋଟେ ନା, ଆପଣଙ୍କର ବ୍ୟାଙ୍କରେ ଗୋଟେ ନା, ଆପଣଙ୍କର ଆଧାର କାର୍ଡ଼ରେ ଫୋନ୍ ନମ୍ବର ଲିଙ୍କ, ଡିବିଟି ଲିଙ୍କ, ଯେଉଁ ଡାଇରେକ୍ଟ ବେନିଫିଟ୍ ଯେଉଁ ସେଇଟା ମାନେ କ'ଣ ନା, ଆପଣଙ୍କ ଆଧାର ନମ୍ବର ଆଉ ନାଁ ଦେଇଦେଲେ ଆପଣଙ୍କର କେଉଁ ବ୍ୟାଙ୍କ ଅଛି, କେଉଁଠି ଆକାଉଣ୍ଟ ଅଛି, ସବୁ ସେଇଠି ଦେଖେଇଦେବ। କିନ୍ତୁ ଆପଣ କ'ଣ ଏମିତି ଆମର କ'ଣ ପେମେଣ୍ଟ ହେଉଥିଲା, ସେମାନେ ଯେଉଁ 1 ଟଙ୍କା କ'ଣ ପାଇଁ ଦେଇଥିଲା, ଭେରିଫାଏ କରିବା ପାଇଁ। ଭେରିଫାଇ ମତଲବ ଆପଣମାନେ ସେଇଟା କେତେ ଟଙ୍କା ଦେଇକରି ଆକାଉଣ୍ଟ ନମ୍ବର ଠିକ୍ ଦେଇନ୍ତି ନାହିଁ। ତେଣୁ ସେ ଭେରିଫାଏ କଲାବେଳେ କ'ଣ ହୁଏ ନା, ଗୋଟେ ମେସେଜ୍ ଆପଣଙ୍କ ପାଖକୁ ଆସେ, ଟଙ୍କାଟେ ମେସେଜ୍ ଆସିଲା ତ ସେଇଟା ଗୋଟେ ତାଙ୍କ ପାଖକୁ ଗୋଟେ ରିପ୍ଲାଏ ମେସେଜ୍ ଯାଏ ଯେ ଅମୁକ ଲୋକ, ଅମୁକ ବ୍ୟାଙ୍କ, ଅମୁକ IFSC କୋଡ଼୍ ଏମିତି ସବୁ ଆସେ। ତେଣୁ ତାଙ୍କ ପାଇଁ ସେଇଟା କ'ଣ, ସେଇଟା ତାଙ୍କର ପିନ୍ ଦେଇକି ତାଙ୍କ ଠିକ୍ ଭେରିଫାଏ ହେଇଗଲା। କିନ୍ତୁ ଆପଣଙ୍କର ବ୍ୟାଙ୍କରେ ନାଁ ଗୋଟେ ପ୍ରକାର ଥିବ, କିନ୍ତୁ ତାଙ୍କ ପାଖରେ ଆଧାର କାର୍ଡ଼ରେ ଗୋଟେ ପ୍ରକାର ନାଁ ଥିବ। ସେଠି କ'ଣ ମିସମ୍ୟାଚ୍ ହେଲା, ଡାଟା ମିସମ୍ୟାଚ୍ ହେଲା। ତେଣୁ ସିଏ କ'ଣ କରିବେ, ସିଏ କ'ଣ ଚିହ୍ନନ୍ତି ଯେ ଆପଣ ଅମୁକ। ଯେମିତି ମନେକର ଜଣଙ୍କ ନାମ ହେଉଛି ରୋହନ, ROHAN ହେବା କଥା, କିନ୍ତୁ ସିଏ ଲେଖିଛି NA, ତାହେଲେ ଏଠି କ'ଣ ହେଲା, ମିସମ୍ୟାଚ୍ ହେଲା। ତେଣୁ କ'ଣ ସେମାନେ ଜାଣନ୍ତି କ'ଣ ଏଇ ଲୋକ ଯେ ନା ଏପଟ ସେପଟ, ସିଏ କ'ଣ କରିବେ, ସେଠି ଆପଣଙ୍କର ଭେରିଫାଇ ହୋଇପାରିବ ନାହିଁ। ତେଣୁ ଆପଣଙ୍କୁ ସେଇଥିପାଇଁ ପଇସା ମିଳିନାହିଁ। ଆଉ କେତେ ମା ଭଉଣୀମାନଙ୍କର କ'ଣ ହେଇଛି ନା, ତାଙ୍କର ଠିକ୍ ଠାକ୍ ଡିବିଟି ଲିଙ୍କ ନାହିଁ, ଆଧାର କାର୍ଡ଼ ସାଙ୍ଗରେ ଲିଙ୍କ। ଆଜିକାଲି ଆଉ ସେତେବେଳେ କ'ଣ ହେଉଥିଲା, ବ୍ୟାଙ୍କ ନମ୍ବର ଦେଉଥିଲେ, ବ୍ୟାଙ୍କର IFSC କୋଡ଼୍ ଦିଆହେଉଥିଲା, ସବୁ ଗୋଟି ନାଁ ଦିଆହେଉଥିଲା। ଡିଟେଲ୍ ଦେଲା ପରେ ଆପଣଙ୍କ ପାଖକୁ ଆକାଉଣ୍ଟଟା କ୍ଲିୟର ହେଲା ପରେ ଆପଣଙ୍କୁ ପଇସାଟା କ୍ରେଡ଼ିଟ୍ ହେଉଥିଲା। କିନ୍ତୁ ବର୍ତ୍ତମାନ ଆଧାର ବେସ୍ ହେଇଗଲାଣି। ଆଧାରରେ ଆପଣଙ୍କର ଯେଉଁ ଫୋନ୍ ନମ୍ବର, ଯେଉଁ ଆକାଉଣ୍ଟ ନମ୍ବର ଆକ୍ଟିଭ୍ ଥିବ, ସେଇ ନମ୍ବରଟା ଆପଣଙ୍କୁ କ'ଣ ଆସିବ ପଇସା। ତେଣୁ ଆପଣଙ୍କର ମନେକର କାନାଡ଼ା ବ୍ୟାଙ୍କରେ ଆକାଉଣ୍ଟ ଅଛି, କିନ୍ତୁ ଆପଣଙ୍କର ମ୍ୟାପିଂ ହେଇଛି ବା ଡିବିଟି ଲିଙ୍କ ଅଛି କେଉଁଥିରେ ନା SBI ବ୍ୟାଙ୍କ, ତାହେଲେ ପଇସାଟା କେଉଁଠିକି ଯିବ ନା SBI ବ୍ୟାଙ୍କକୁ ଯିବ। ତେଣୁ ଏଥିରେ କ'ଣ ହେଲା ନା, ଆପଣଙ୍କର କ'ଣ ଆକାଉଣ୍ଟ ନମ୍ବର ଏପଟ ସେପଟ ହେଇଗଲା। ତେଣୁ ଆପଣଙ୍କୁ କ'ଣ ସିଏ ଭେରିଫାଇ କରିପାରିଲେ ନାହିଁ, ତେଣୁ ଆପଣଙ୍କୁ ମିଳେନି। ଯେଉଁ 2,000 ମହିଳାମାନଙ୍କର ଫର୍ମ ରିଜେକ୍ଟ ହୋଇଛି, ସେମାନଙ୍କର ଏହି କାରଣ ଯୋଗୁଁ ହେଇଛି, ଆମର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା କହିଛନ୍ତି। ତେଣୁ ଆପଣମାନେ କୌଣସି ବ୍ୟସ୍ତ ନ ହୋଇକରି ଅପେକ୍ଷା କରନ୍ତୁ। ଯଦି ଆପଣଙ୍କୁ ଆଉ ଥରେ ମେସେଜ୍ ଆସିବ, ଆପଣ ଆଉ ଥରେ ଡାଟା ନେଇଦେବେ। ଆପଣ ବ୍ୟାଙ୍କ ଲିଙ୍କ କରିକିରି, ଆଧାର କାର୍ଡ଼ ଲିଙ୍କ କରିକିରି, ଫୋନ୍ ନମ୍ବର ସବୁ କରିକିରି ଆପଣ ଯାଇକି ଆଉ ଥରେ କ'ଣ ଜନସେବା କେନ୍ଦ୍ର ଯାଇକି ଆପଣଙ୍କୁ ଆଉ ଥରେ ଆପ୍ଲାଏ କରିବାକୁ ପଡ଼ିପାରେ। କିଛି ଏପର୍ଯ୍ୟନ୍ତ ସୂଚନା ଆସିନି, କିନ୍ତୁ ସେୟା ହେଇପାରେ। ତେଣୁ ଆପଣମାନେ ବ୍ୟସ୍ତ ହୁଅନ୍ତୁନି। ପ୍ରାୟ ଆମ ଗାଁ ପାଖରେ ଶୁଣୁଛି, ସମସ୍ତେ କହୁଛନ୍ତି ଆରେ ମୋର ତ ମେସେଜ୍ ଆସିଥିଲା, ମୋର ଆସିନି, ତାର ମେସେଜ୍ ଆସିନି, ଆଇଲାଣି। ଆରେ ଆସୁ, ତମର ତାର ଡାଟା ଠିକ୍ ଅଛି, ତାକୁ ଆସିଗଲା, ଆପଣଙ୍କର ଡାଟା କିଛି ନାହିଁ। ତେଣୁ ଆପଣଙ୍କର ଡାଟା କ୍ଲିୟର ହେଲେ ଆପଣଙ୍କୁ ମିଳିଯିବ। ଏଥିରେ କୌଣସି ନାହିଁ। ଆମର ମାର୍ଚ୍ଚ 8 ପୂର୍ବ ଯାଏଁ ଏଇଟା ଆପଣଙ୍କୁ ପ୍ରଥମ କିସ୍ତି ମିଳିପାରିବ। ଏତେ ସମୟ ଟାଇମ୍ ଅଛି, କିନ୍ତୁ ଆପଣମାନେ ଟିକେ ଧୈର୍ଯ୍ୟ ଧରନ୍ତୁ। ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ। ଆପଣମାନଙ୍କୁ ସବୁ କୋଟି ଟଙ୍କା ସବୁ ମିଳିବ। ଶେଷ ହିତାଧିକାର ଯୋଗ୍ୟ ହିତାଧିକାର ପର୍ଯ୍ୟନ୍ତ ମିଳିବ। କିନ୍ତୁ ଆପଣମାନେ ବ୍ୟସ୍ତ ହେଇଯାନ୍ତି, ତାର ଆସିଗଲା ମୋର ଆସିନି, ଆସିବ ତ ବ୍ୟସ୍ତ ହେବାର ନାହିଁ, ଟିକେ ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କର କେଉଁଠି ଡାଟା ମିସମ୍ୟାଚ୍ ଅଛି, ଟିକେ ତାକୁ ପରୀକ୍ଷି ନିଅନ୍ତୁ। ଯଦି କୌଣସି ପ୍ରକାର ଭୁଲ ଅଛି, ତାକୁ ସଂଶୋଧନ କରି ଆପଣ ଫେଣି ଥରେ ଯାଇକି ଜନସେବା କେନ୍ଦ୍ରରେ କୁହନ୍ତୁ, ମୋର ଯାଇକିରି ଠିକ୍ କରିଦିଅ ଟିକେ। ଫେଣି କେତେ ଲୋକଙ୍କର ଯେଉଁ ବିନା KYCରେ କରିଥିଲେ ପେଣ୍ଡିଂ ଥିଲା, ସେ ପେଣ୍ଡିଂ ପ୍ରାୟ କ'ଣ ଶୁଣାଯାଉଛି କ୍ଲିୟର ହେଇଗଲାଣି, ସକ୍ସେସଫୁଲ୍ ହେଇଗଲାଣି। ଯେଉଁମାନଙ୍କର ଅଛି ସେମାନଙ୍କ ଏଇ ଡାଟା ଯେଉଁ ମିସମ୍ୟାଚ୍ ଯୋଗୁଁ ହେଇଛି। ତେଣୁ ଆପଣମାନେ କୌଣସି ବ୍ୟସ୍ତ ନ ହୋଇ ଆପଣଙ୍କର ଆକାଉଣ୍ଟ ନମ୍ବର, ଫୋନ୍ ନମ୍ବର, ଆଧାର ସାଙ୍ଗରେ ଲିଙ୍କ କରିଦିଅନ୍ତୁ, ଡିବିଟି କରିଦିଅନ୍ତୁ। କରିସାରିଲା ପରେ ଆପଣଙ୍କୁ ପଇସାଟା ସାଙ୍ଗେ ସାଙ୍ଗେ ମିଳିଯିବ। ତେଣୁ ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ। ଆଉ ଯେଉଁମାନଙ୍କର 4,999 ବାକି ଅଛି, ମନକୁ ଅଟୋମେଟିକ୍ ଟଙ୍କାଟା ମେସେଜ୍ ଆସିଛି, ମନକୁ ଆସିବ। ଆଉ ଯେଉଁମାନଙ୍କୁ ମେସେଜ୍ ଆସିନି, ସେମାନଙ୍କର ସବୁ ଭେରିଫାଇ ହେଲା ପରେ କିସ୍ତିଟା ମିଳିବ। କାହାକୁ 15 ଦିନ ପରେ ମିଳିବ, କାହାକୁ 5 ଦିନ ପରେ ମିଳିବ। କିନ୍ତୁ ଡାଟା ଯେଉଁଦିନ ଆପଣଙ୍କର ଭେରିଫାଇ ହେଇଯିବ, ସେଇଦିନ ଆପଣଙ୍କୁ ମିଳିବ। ଏଥିରେ କୌଣସି ଆଉ ଡେଟ୍ ନାହିଁ, କିନ୍ତୁ ଆଜି ମିଳିବ, କାଲି ମିଳିବ, ଏମିତି ନାହିଁ। ଆପଣଙ୍କର ଭେରିଫାଇ ହେଇସାରିଲେ ସାଙ୍ଗେ ସାଙ୍ଗେ ମିଳିଯିବ। ଏଥିରେ କୌଣସି ପ୍ରକାର ଅସୁବିଧା ନାହିଁ। ତେଣୁ ଆପଣମାନେ ଟିକେ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ଆଉ କ'ଣ ନୂଆ ଅପଡ଼େଟ୍ ହେଉଛି ଜାଣିବା ପାଇଁ ଆମର ଏଇ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଯାହାଫଳରେ ଆପଣମାନଙ୍କୁ ସମସ୍ତ ସରକାରୀ ଯୋଜନା ବିଷୟରେ, ସୁଭଦ୍ରା ଯୋଜନା, ସମସ୍ତ ଯୋଜନା ବିଷୟରେ ଆପଣଙ୍କୁ ସଠିକ୍
ଖବର ମିଳିପାରିବ। ତେଣୁ ଜୟ ଜଗନ୍ନାଥ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।